ବାହାଘର ବେଦୀ ଉପରେ ବରକୁ ହାଣିଦେଲେ ଗାଁ ଲୋକ। ଏମିତି ଭୟଙ୍କର ଘଟଣା ଘଟିଛି ପୁରୀ ଜିଲ୍ଲା ବଳପୁର ଗାଁରେ। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକେ ବି ଭକ୍ତି କରନ୍ତି ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ବଳପୁର ଗାଁରେ ପ୍ରଫୁଲ୍ଲ ସାହୁ ରହୁଥିଲେ। ପରିବାର କହିଲେ ପ୍ରଫୁଲ୍ଲ ସାହୁ, ସ୍ତ୍ରୀ ସବିତା ସାହୁ ଆଉ ତାଙ୍କର ଗୋଟିଏ ବୋଲି ଗେଲବସର ଝିଅ ପୂଜା ସାହୁ। ପ୍ରଫୁଲ୍ଲ ବାବୁଙ୍କର ବହୁ ଦିନରୁ ଗୋଟେ ଇଚ୍ଛା ଥିଲା, ଝିଅ ପୂଜାର ଗୋଟେ ବଡ଼ ଘର ଦେଖି ତାର ବାହାଘର ବହୁତ ଧୁମଧାମରେ ସେ କରିବେ। କିନ୍ତୁ ଏହି ଇଚ୍ଛାଟା ତାଙ୍କ ଝିଅ ଜୀବନରେ ଝଡ଼ ନେଇ ଆସିବ ବୋଲି କେବେ ଭାବିନଥିଲେ ପ୍ରଫୁଲ୍ଲ ବାବୁ। ଗୋଟେ ଦିନ ସନ୍ଧ୍ୟା ବେଳେ ସ୍ୱାମୀ ସ୍ତ୍ରୀ ଖାଇଲା ବେଳେ ପ୍ରଫୁଲ୍ଲ ବାବୁ ସ୍ତ୍ରୀ କି କହିଲେ, ଆମ ଝିଅ ପୂଜାର ତ ପାଠ ପଢ଼ାପଢ଼ି ସରିଗଲାଣି, ଆମେ ଏଇ ବର୍ଷ ତାର ବାହାଘର କରିଦେଲେ କେମିତି ହୁଅନ୍ତା? ସ୍ତ୍ରୀ ସବିତା କହିଲେ, ହଁ ହଁ, ଆମ ଝିଅ ପାଇଁ ଗୋଟେ ଭଲ ପ୍ରସ୍ତାବଟା ଦେଖ। ଜ୍ୱାଇଁ ଆମର ଚାକିରି ବାକିରି ପଛେ ନ କରିଥାଉ, ତା ଦୁଆରେ ପଛେ ମୂଲ ଲାଗୁଥାଉ, ହେଲେ ଜ୍ୱାଇଁ ଆମର ଭଲ ମଣିଷଟେ ହେଇଥିବା ଦରକାର। ଆମ ଝିଅ ଯେମିତି ସବୁବେଳେ ଖୁସିରେ ରହିବ। ପ୍ରଫୁଲ୍ଲ ବାବୁ କହିଲେ, ନାଇଁ ନାଇଁ, ମୋ ଝିଅର ବାହାଘର ଗୋଟେ ବଡ଼ ଘରେ ମୁଁ କରିବି। ଜ୍ୱାଇଁ ଯେମିତି ସରକାରୀ ଚାକିରି କରୁଥିବ ଆଉ ମାସକୁ 40ରୁ 50,000 ଟଙ୍କା ପାଉଥିବ। ସବିତା ମ୍ୟାଡ଼ାମ କହିଲେ, ହଉ ହଉ, ତମ ଝିଅର ବାହାଘର ତମେ ଯେମିତି କରୁଛ କର। ତାପରେ ପ୍ରଫୁଲ୍ଲ ବାବୁ ଚାଲିଗଲେ ଗୋଟେ ଭଦ୍ରଲୋକୀଙ୍କ ପାଖକୁ। ଯାଇ କହିଲେ, ଆଜ୍ଞା, ମୋର ଗୋଟେ ଝିଅ ଅଛି, ଦେଖିବାକୁ ଶ୍ୟାମଳ ରଙ୍ଗର, BA ପାସ୍ କରିଛି, ଆଉ ଗୁଣରେ ବି ମୋ ଝିଅ ଭାରି ଭଲ। ଆପଣ ମୋ ଝିଅ ପାଇଁ ଗୋଟେ ଭଲ ପ୍ରସ୍ତାବଟେ ଦେଖନ୍ତୁ। ଆପଣଙ୍କର ଯାହା ବି ଖର୍ଚ୍ଚବାଚ ଦରକାର ଆମେ ସବୁ ଦେବୁ। ଏମିତି କହି ପ୍ରଫୁଲ୍ଲ ବାବୁ ଭଦ୍ରଲୋକୀଙ୍କୁ 500 ଟଙ୍କା ବଇନି ଦେଇ ଆସିଲେ। ତା 2 ଦିନ ପରେ ଭଦ୍ରଲୋକୀ ଗୋଟେ ଭଲ ପ୍ରସ୍ତାବଟେ ନେଇ ପ୍ରଫୁଲ୍ଲ ବାବୁଙ୍କ ଘରକୁ ଗଲେ ଆଉ କହିଲେ, ପ୍ରଫୁଲ୍ଲ, ମୁଁ ତମ ଝିଅ ପାଇଁ ଗୋଟେ ଭଲ ପ୍ରସ୍ତାବଟେ ନେଇକି ଆଇଛି। ପୁଅ ବାଙ୍ଗାଲୋରରେ ଚାକିରି କରିଛି, ଆଉ ଦେଖିବାକୁ ବି ପୁରା ରାଜକୁମାର ପରିକା, ଆଉ ତାଙ୍କର ବଢ଼ିଆ ଘରଦ୍ୱାର। ପୁଅର ମା ନାହିଁ, ବାପ ପୁଅ 2 ଜଣ। ପୁଅର ବାପା ପୁରୀରେ ରହୁଛନ୍ତି, ପୁଅ କିନ୍ତୁ ଚାକିରିରେ ମାସକୁ 60,000 ଟଙ୍କା ଦରମା ପାଉଛି। ଏଇଠି ତମ ଝିଅକୁ ବାହା କଲେ ତମ ଝିଅ ଭାରି ଖୁସିରେ ରହିବ। ଭଲ ପ୍ରସ୍ତାବଟେ। ପ୍ରଫୁଲ୍ଲ ବାବୁ କହିଲେ, ହଉ ହଉ, ଆମେ ପ୍ରସ୍ତାବରେ ରାଜି। ତମେ ପୁଅ ଘର ଲୋକଙ୍କୁ କୁହ ସେମାନେ ଆମ ଝିଅକୁ ଦେଖିଦେଇ ଯାଆନ୍ତୁ। ତା ପରଦିନ ଭଦ୍ରଲୋକୀ ପୁଅର ବାପାକୁ ନେଇ ପ୍ରଫୁଲ୍ଲ ବାବୁଙ୍କ ଘରକୁ ଆସିଲେ। ପୁଅର ବାପା ରାମଚନ୍ଦ୍ର ବାବୁ ଚୌକି ଉପରେ ବସିଥାନ୍ତି। ଝିଅ ପୂଜା ଥଣ୍ଡା ଆଉ ମିଠା ନେଇ ରାମଚନ୍ଦ୍ର ବାବୁଙ୍କୁ ଦେଲା। ରାମଚନ୍ଦ୍ର ବାବୁ ଝିଅର ମୁହଁକୁ ଦେଖିଦେଇ ମନେ ମନେ ଭାବିଲେ, ଇଏ ତ କଳା ଝିଅଟେ, ଇଏ ମୋ ପୁଅ ପାଇଁ ଜମା ବି ଠିକ୍ ହେବନି। ତାପରେ ପୂଜାର ବ୍ୟବହାର ପତ୍ରକୁ ଦେଖି ରାମଚନ୍ଦ୍ର ବାବୁ ଭାରି ଖୁସି ହେଇଗଲେ, ଆଉ ତାଙ୍କ ପୁଅର ବାହାଘର ଏଇଠି କରିବେ ବୋଲି ସେ ରାଜି ହେଇଗଲେ। ଏକଥା ଶୁଣି ପ୍ରଫୁଲ୍ଲ ବାବୁ ବହୁତ ଖୁସି ହେଇଗଲେ, ଆଉ ସମୁଦିଙ୍କୁ କହିଲେ, ସମୁଦି, ତମର ତ ମୋ ଝିଅ ପସନ୍ଦ ହେଇଗଲା, ତମେ ଜ୍ୱାଇଁ ପୁଅକୁ କୁହ ସେ ଆସି ଥରେ ଝିଅକୁ ଦେଖିଦେଇ ଯାଆନ୍ତୁ। ରାମଚନ୍ଦ୍ର ବାବୁ ପୁଅକୁ ସାଙ୍ଗେ ସାଙ୍ଗେ ଫୋନ୍ ଲଗେଇଲେ ଆଉ କହିଲେ, ପୁଅ, ମୁଁ ତୋ ପାଇଁ ଗୋଟେ ଭଲ ପ୍ରସ୍ତାବଟେ ଦେଖିଛି। ତୁ ଅଫିସରୁ ଗୋଟେ ଦିନ ପାଇଁ ଛୁଟି ନେଇକି ଆସିକି ଝିଅକୁ ଦେଖିଦେଇ ଯିବୁ। ରାମଚନ୍ଦ୍ର ବାବୁଙ୍କ ପୁଅ ଭାରି ଇନୋସେଣ୍ଟ। ସେ କହିଲା, ମୋ ଅଫିସରେ ବହୁତ କାମ ଅଛି ବାପା, ମ୍ୟାନେଜର ମୋତେ ଏବେ ଛୁଟି ଦେବନି। ତମେ ଗୋଟେ କାମ କର ବାପା, ତମେ ଝିଅର ଫଟୋ ମୋ ଫୋନକୁ ଛାଡ଼ିଦିଅ, ମୁଁ ଦେଖିଦେବି। ପୁଅ ଝିଅର ଫଟୋ ଦେଖି ରାଜି ହେଇଗଲା। ପ୍ରଫୁଲ୍ଲ ବାବୁଙ୍କ ଝିଅ ପୂଜା ଫଟୋ ବହୁତ ସୁନ୍ଦର ଦେଖାଯାଉଥିଲା, ସେଥିପାଇଁ ପୁଅ ରାଜି ହେଇଗଲା। କିନ୍ତୁ ପ୍ରକୃତରେ ଝିଅ ଦେଖିବାକୁ ଏତେ ବି ସୁନ୍ଦର ନଥିଲା।
ପୁଅ କହିଲା, ବାପା ତମେ ବାହାଘରର ଆୟୋଜନ କର, ମୁଁ ବାହାଘର ଦିନ ସକାଳୁ ସକାଳୁ ଯାଇ ପହଞ୍ଚିବି। ଦୁଇ ବନ୍ଧୁ ଭାରି ଧୁମଧାମରେ ବାହାଘରର ଆୟୋଜନ କଲେ। ଠିକ୍ 15 ଦିନ ପରେ ବାହାଘର। ପୁଅ ସକାଳୁ ସକାଳୁ ବାଙ୍ଗାଲୋରରୁ ଆସି ବର ବେଶରେ ରେଡି ହେଇଯାଇ ବରଯାତ୍ରୀ ନେଇ କନ୍ୟା ଘର ଠେଇ ପହଞ୍ଚିଗଲା। ସମସ୍ତେ କୁଣିଆ ମୈତ୍ର ବସିଥାନ୍ତି। ପୁଅ ବେଦୀ ଉପରେ ବସିଥାଏ। ଝିଅ ଯେତେବେଳେ ବେଦୀ ଉପରକୁ ଆସିଲା, ଜ୍ୱାଇଁ ଝିଅକୁ ଦେଖିଦେଇ ହଠାତ୍ ବେଦୀ ଉପରୁ ଉଠି ପଡ଼ିଲା। ଆଉ ରାଗି ଯାଇ କହିଲା, ଇଏ ତ କାଳି ଝିଅଟେ। ବାପା ତମେ କ'ଣ ଏଇ କାଳି ଝିଅଟାକୁ ମୋ ପାଇଁ ଠିକ୍ କରିଥିଲ? ରାମଚନ୍ଦ୍ର ବାବୁ କହିଲେ, ମୁଁ ତ ଝିଅର ଫଟୋ ତୋ ଫୋନକୁ ଛାଡ଼ିଥିଲି। ତୁ ନିଜେ ତ ବାହାଘର ପାଇଁ ରାଜି ହେଇଥିଲୁ, ପୁଣି କ'ଣ ହେଲା? ପୁଅ କହିଲା, ଫଟୋରେ ତ ଏ ଝିଅ ଭାରି ସୁନ୍ଦର ଦେଖାଯାଉଥିଲା, ହେଲେ ରିଏଲରେ ଏମିତି କାଳିଟେ ହେଇଥିବ ବୋଲି ମୁଁ କ'ଣ ଜାଣିଥିଲି? ଏ ବାହାଘର ହେଇପାରିବନି। ଏମିତି କହି ପୁଅ ବେଦୀରୁ ଉଠି ପଡ଼ିଲା। ଏସବୁ ଦେଖି ପ୍ରଫୁଲ୍ଲ ବାବୁଙ୍କ ମୁଣ୍ଡ କାମ କଲାନି। ସେ କ'ଣ କରିବେ ବୋଲି ତାଙ୍କ ମୁଣ୍ଡ କିଛି କାମ କରୁନଥାଏ। ସେ କାନ୍ଦି କାନ୍ଦି ଜ୍ୱାଇଁଙ୍କର ଗୋଡ଼ ହାତ ଧରୁଥାନ୍ତି, ଆଉ କହନ୍ତି, ମୋର ଏତେ ବଡ଼ ଗୋଟେ ସର୍ବନାଶ କରିଦିଅନି ପୁଅ। ତମେ ଯଦି ଏମିତି ବାହା ହେବାକୁ ମନା କରିଦେବ, ମୋ ଝିଅଟା ମଙ୍ଗୁଳା ରହିଯିବ ସବୁଦିନ ପାଇଁ। ଆମେ ବାପା ମା 2 ଜଣ ଯାକ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରିବୁନୁ। ହେ ଜଗନ୍ନାଥ, କାହିଁକି ମୋର ଏତେ ବଡ଼ ଗୋଟେ ସର୍ବନାଶ କରିବାକୁ ଯାଉଛ ହେ ମହାପ୍ରଭୁ? ଏମିତି କହି ସେ ସମୁଦିକର ବି ଗୋଡ଼ ହାତ ଧରି ପକାନ୍ତି। କିନ୍ତୁ ଜ୍ୱାଇଁ ପୁଅ କିଛି ଶୁଣୁନଥିଲା। ସେ ବେଦୀରୁ ଉଠି ଚାଲି ଆସିଲା। ଝିଅ ପୂଜା କାନ୍ଦି କାନ୍ଦି ବେଦୀ ଉପରେ ଗଡ଼ି ଯାଉଥାଏ। ବାପା ମା ଧୈର୍ଯ୍ୟହରା ହୋଇପଡ଼ନ୍ତି। କ'ଣ କରିବେ, କେମିତି ଝିଅକୁ ମଙ୍ଗୁଳା ହେବାରୁ ବଞ୍ଚେଇବେ ବୋଲି ତାଙ୍କ ମୁଣ୍ଡ କିଛି କାମ କଲାନି। ସେତିକି ବେଳେ ତାଙ୍କ ଗାଁର ରଘୁଆ ସ୍ୱାଇଁ ବୋଲି ଗୋଟେ ଭଲ ଲୋକଟେ, ସେ କହିଲା, ପ୍ରଫୁଲ୍ଲ ଭାଇ ତୁ କାହିଁକି କାନ୍ଦୁଛୁ? ତୋ ଝିଅ କ'ଣ ମଙ୍ଗୁଳା ରହିପାରିବ? ମୁଁ ମୋ ପୁଅ ସହିତ ତୋ ଝିଅର ବାହାଘର କରେଇବି। ଆରେ ତୁ ପରା ମୋର ପିଲାଦିନର ବନ୍ଧୁ। ତୋ ଦୁଃଖ କ'ଣ ମୋ ଦୁଃଖ ନୁହେଁ? କ'ଣ କହୁଛୁ ପ୍ରଫୁଲ୍ଲ? ତୁ ରାଜି ତ? ପ୍ରଫୁଲ୍ଲ ବାବୁ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଉ ବଲ ବଲ କରି ରଘୁଆ ବାବୁଙ୍କ ମୁହଁକୁ ଚାହିଁ କହନ୍ତି, ତୁ ସତରେ ଅଛୁରେ କାଳିଆ ଠାକୁର। ପୁଣି କହନ୍ତି, ରଘୁଆ ଭାଇ ତମେ ଆଜି ନଥିଲେ ମୋ ଝିଅଟା ସବୁଦିନ ପାଇଁ ମଙ୍ଗୁଳା ରହିଯାଇଥାନ୍ତା। ଆକୁ ହିଁ କହନ୍ତି ପ୍ରକୃତ ବନ୍ଧୁ। ବନ୍ଧୁ ହେ ଯଦି ବନ୍ଧୁର ବିପଦରେ ନ ଛିଡ଼ା ହେବ, ତାହେଲେ ସିଏ କେମିତିକା ବନ୍ଧୁ? ତାପରେ ପ୍ରଫୁଲ୍ଲ ବାବୁଙ୍କ ଝିଅକୁ ରଘୁଆ ବାବୁଙ୍କ ପୁଅ ସହିତ ବାହାଘର କଲେ।